ଯାଇଥିବେ। ବିଜୟ ମହାପାତ୍ର ଜଣେ ଆମ ରାଜ୍ୟର ଗର୍ବ, ପୂର୍ବତନ ମନ୍ତ୍ରୀ, ଜଣେ ପଲିଟିକାଲ କନସିୟସ୍ ଲୋକ। ସେ ଯାଇ ଦେଖା କରିଛନ୍ତି ଭଲ। ଇଏ ଜଣେ ଉଚ୍ଚ କୋଟିର ଲୋକ, ଜଣେ ଇଞ୍ଜିନିୟର, ଜଣେ ବିଲ୍ଡର, ଜଣେ ସଂଗଠକ। ମିଳନ ହେଇଛି, ଭଲ ହେଇଛି, କିଛି ଅସୁବିଧା ନାହିଁ। କଂଗ୍ରେସ କାହାକୁ ଅପେକ୍ଷା କରିନି। ଇଏ ଦଳ କରୁ ଅର ନ କରୁ। ଖଗଡେ ଆମର ରହିଲେ ଏଆଇସି ପ୍ରେସିଡେଣ୍ଟ, ନେକ୍ସଟ ରହିଲେ ସୋନିଆ ଗାନ୍ଧୀ, ନେକ୍ସଟ ରହିଲେ ରାହୁଲ ଗାନ୍ଧୀ, ନେକ୍ସଟ ରହିଲେ ପ୍ରିୟଙ୍କା ଗାନ୍ଧୀ। କଂଗ୍ରେସ ପୁରା ରାଜ୍ୟରେ ଭକ୍ତ ଦାସ, ଅଜୟ ଲାଲ। ଆମେ କଂଗ୍ରେସ ସଂଗଠନ ଏଇନା ଆସୁଛୁ। ମୋ ସାଥିରେ ଯାଇଥିଲେ ବନ୍ଧୁ, ଦେଖିକି ଆସିବେ। କଂଗ୍ରେସ ତୃଣମୂଳ ସ୍ତରରୁ ସଜାଡ଼ି ହେଇଯାଉଛି। ଏଇଠି ଆମେ ଯୋଉ ଅନ୍ୟାୟ ଅତ୍ୟାଚାର କରାଯାଇଥିଲା ନରେନ୍ଦ୍ର ମୋଦି, ତମେ ଜଣେ ଭାରତର ପ୍ରଧାନମନ୍ତ୍ରୀ, ତମେ ସେଇ ଛୋଟ ଲୋକି। ତମ ବାପା ଚା ବିକ୍ରି କରୁଥିଲେ, ଯୋଉ ଛୋଟ ଲୋକି, ତମେ ସେଇ ଛୋଟ ଲୋକି। ତମେ ଜାଣିଛ ମୋତିଲାଲ ନେହେରୁ ଫ୍ୟାମିଲି ଦେଶ ପାଇଁ କଣ କରିଛନ୍ତି? ଜବାହରଲାଲ ନେହେରୁ, ଯେତେ ନେତା ଜେଲ ଯାଇଛନ୍ତି, 7.5 ବର୍ଷ ଜେଲ ଯାଇଛନ୍ତି। ଇନ୍ଦିରା ଗାନ୍ଧୀ ଦେଶ ପାଇଁ ଜୀବନ ଦେଇଛନ୍ତି। ରାଜୀବ ଗାନ୍ଧୀ ଦେଶ ପାଇଁ ଯାଇଛନ୍ତି। ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ ସଂଘର୍ଷ କରୁଛନ୍ତି। ତାଙ୍କୁ ଅପଦସ୍ଥ କରିବା ପାଇଁ ତାଙ୍କୁ ଇଡି ଜରିଆରେ 72 ଘଣ୍ଟା ଧରି ତମେ ଏଲାଇଡ୍ ମନି ଲିଣ୍ଡରିଂ ସଂସ୍ଥା ଜରିଆରେ ବଦନାମ କରିବା ପାଇଁ 72 ଘଣ୍ଟା ଇଡିରେ ଯୋଉ ଅତ୍ୟାଚାର କଲ, ଖଣ୍ଡିଆ ଚେୟାରରେ ବସେଇ ରାହୁଲ ଗାନ୍ଧୀ କି ସୋନିଆ ଗାନ୍ଧୀ କି କେସ୍ କଲ, 10 ବର୍ଷ କାଳ କଲବଲ କଲ। ଯାଅ, ଗଣତନ୍ତ୍ର ବଞ୍ଚିଛି ଜୁଡିସିଆଲ ପାଇଁ ଇଣ୍ଡିଆରେ। ମୁଁ କହିବି, ଯଦି ଗଣତନ୍ତ୍ର ବଞ୍ଚିଛି ଜୁଡିସିଆଲ, ସେ ଡିସିସନ ଖିସମିସ୍ କରିଦେଲେ ଲଜ୍ଜା ଲାଗୁନି? ଆମେ ପରଦିନ ଘେରାଉ କରିଥିଲୁ, କାଲି ସାରା ଜିଲ୍ଲା ଘେରାଉ କରିଛୁ, ଗାନ୍ଧୀଙ୍କ ତଳେ ବସିଥିଲୁ। ଆଜି ମଶାଲ ଶୋଭାଯାତ୍ରା ବାହାରିବ। ଆମର ତଳରୁ ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ଆଗେଇ ଚାଲିଛି, ଆଗେଇ ଚାଲିବ ଏବଂ କମିଂ ଇଲେକ୍ସନରେ କଂଗ୍ରେସ କମିଂ।